ବଦଳିଲା ବାତ୍ୟାର ଗତିପଥ। ଏଇଠି ମାଡ଼ ହେବ ବାତ୍ୟା। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଫେଙ୍ଗେଲ ଭୟଙ୍କର ରୂପ ଧାରଣ କରିଛି। ତାମିଲନାଡୁରେ ଯେଉଁ ଝଡ଼ ସୃଷ୍ଟି ହେବାର ଆଶଙ୍କା, ହଠାତ୍ ଏହି ଦିଗ ବଦଳାଇବା ସୂଚନା ମିଳିଛି। ଅଧିକନ୍ତୁ ଏହା ଘଣ୍ଟା ପ୍ରତି 3 କିଲୋମିଟରରୁ 10 କିଲୋମିଟର ବଢ଼ିବାର ସମ୍ଭାବନା ରହିଛି। ଆଇଏମ୍ଡି କହିଛି ଯେ ଏହି ଘୂର୍ଣ୍ଣିବଳୟ ଫଳରେ ଘଣ୍ଟା ପ୍ରତି 40ରୁ 55 କିଲୋମିଟର ବେଗରେ ପବନ ବହିବ। ଏହି କାରଣରୁ ଡିସେମ୍ବର 2 ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ନଭେମ୍ବର 29ରେ ରାୟଲାସୀମା ଏବଂ ଆନ୍ଧ୍ରପ୍ରଦେଶ ୟାନାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 30 ତାରିଖ ଦିନ ଉପକୂଳ ଆନ୍ଧ୍ରରେ ପ୍ରବଳ ବର୍ଷା ହେବ ବୋଲି ଏଥିରେ କୁହାଯାଇଛି। ସାଟେଲାଇଟ୍ ଲାଇଭ୍ ପୂର୍ବାନୁମାନ ଅନୁଯାୟୀ ତେଲୁଗୁ ରାଜ୍ୟ ଗୁଡ଼ିକରେ ଆଜି ମେଘାଚ୍ଛନ୍ନ ହେବ। ଅପରାହ୍ନ ପରେ ପୂର୍ବ ଏବଂ ଦକ୍ଷିଣ ରୟାଲସୀମାରେ ବର୍ଷା ଆରମ୍ଭ ହେବ। ଦିନ ସାରା ପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୁଏ। ତିରୁପତି, ନେଲ୍ଲୋର, କଡାପା ଏବଂ ଆନେଗୋଲ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯଦି ପବନର ବେଗ ଦେଖିବାକୁ ଗଲେ ବଙ୍ଗୋପସାଗରରେ ଘଣ୍ଟା ପ୍ରତି 50 କିଲୋମିଟରରୁ ଅଧିକ ବେଗରେ ପବନ ବହିବ। ଏପରି ଘଣ୍ଟା ପ୍ରତି 15 କିଲୋମିଟର ବେଗରେ ଏବଂ ତେଲେଙ୍ଗାନାରେ ଘଣ୍ଟା ପ୍ରତି 14 କିଲୋମିଟର ବେଗରେ ପବନ ବହିବ। ଅଧିକାରୀମାନେ ମତ୍ସ୍ୟଜୀବୀମାନଙ୍କୁ ମାଛ ଧରିବାକୁ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି। ଆଜି ଦିନରେ ତେଲେଙ୍ଗାନାରେ ତାପମାତ୍ରା 28 ଡିଗ୍ରୀ ସେଲସିୟସ୍, ଆନ୍ଧ୍ରପ୍ରଦେଶରେ 29 ଡିଗ୍ରୀ ସେଲସିୟସ୍ ଏବଂ ରାତିରେ ତେଲେଙ୍ଗାନାରେ 21 ଡିଗ୍ରୀ ସେଲସିୟସ୍ ଏବଂ ଆନ୍ଧ୍ରପ୍ରଦେଶରେ 24 ଡିଗ୍ରୀ ସେଲସିୟସ୍ ରହିବ। ସନ୍ଧ୍ୟା ପରେ ରାୟଲାସୀମାରେ ଆର୍ଦ୍ରତା 90% ଅତିକ୍ରମ କରିବ। ତେଣୁ ଆଜି ରାୟଲସୀମାରେ ଲୋକମାନେ ବହୁତ ସତର୍କତା ରହିବା ଉଚିତ।